ଆପଣ ଏନେଇ କଣ ମତ ରଖିବା ପାଇଁ ଚାହିଁବେ ପିୟୁଷ ବାବୁ? ଆପଣ ପୁଣି ଥରେ ଯାତ୍ରା ମଞ୍ଚକୁ ଉଠିବେ ନା ଉଠିବେନି? ଯୋଉ ରିପୋର୍ଟଟି ମିଡିଆରେ ଦେଖାଯାଉଛି, ଆଜ୍ଞା ମୁଁ ବି ସେଇ ନୋଟିସଟି କେବଳ ମିଡିଆରେ ହିଁ ଦେଖିଛି, ମୋ ହାତକୁ ଆସିନି। ଆଜ୍ଞା। ମୁଁ ଫିଜିକାଲି ପାଇଲା ପରେ ଚିନ୍ତିବି ଯେ କଣ ହବ କଣ ନାହିଁ, କଣ କରିହବ। ବଡ କଥା ହଉଛି ମୁଁ କଥା ହଉଥିଲି ଆପଣଙ୍କର ପୂର୍ବ ପାର୍ଟିର ମାଲିକଙ୍କ ସହିତ। ସେ କହୁଥିଲେ ଏବେ ବି କିଛି ପଇସା ଆପଣ ଏବଂ ତାଙ୍କ ଭିତରେ ଦେଣନେଣ ପ୍ରକ୍ରିୟା ବାକି ଅଛି। ପ୍ରମୋଦ କୁମାର ସ୍ୱାଇଁ, ମୁଁ ତାଙ୍କ ସହିତ ଫୋନ ଯୋଗେ କଥା ହେଇଛି, ଯଦିଓ ସେ ହସ୍ପିଟାଲରେ ଥିଲେ, ତାଙ୍କର ଦାନ୍ତକୁ ନେଇ କୌଣସି ସମସ୍ୟା ଅଛି। ସେ କହୁଛନ୍ତି ଯେ ଏବେ ବି ପଇସାକୁ ନେଇ କିଛି ଗୋଟିଏ ଘଟଣା ବାକି ଅଛି ବୋଲି। ଆପଣ ଗୋଟିଏ ଟଙ୍କାର ବି କୌଣସି ସମସ୍ୟା ବାକି ନାହିଁ। ଆପଣ ସବୁ ପଇସା ଫେରେଇ ଦେଇଛନ୍ତି ପିୟୁଷ ବାବୁ? ସବୁ ତାଙ୍କର ସବୁ ପଇସା ଫେରା ସରିଛି। ମୁଁ ଏକଥା ଜାଣିବା ପାଇଁ ଚାହିଁବି, ଯେତେବେଳେ ଆପଣ 2026-27 ମସିହାରେ କୋଉଠିକି ଯିବେ, ଯାତ୍ରା ପାର୍ଟି ମାଲିକ ସଂଘ ନିଷ୍ପତ୍ତି ନବ ବୋଲି ଜୋରଦାର ଚର୍ଚ୍ଚା ହଉଥିଲା, ଆପଣ କେମିତି ଜାନୁଆରୀ 5ରେ ମଞ୍ଚ ଚଢିଲେ? 26-27 ମସିହା ପାଇଁ ମାଲିକ ସଂଘ ନିଷ୍ପତ୍ତି ନେବେ, ଏଇଟା କେଦୂର ସ୍ୱାଗତ ଯୋଗ୍ୟ ମୁଁ କେହି ଜାଣିନି। ଆଜ୍ଞା। କିନ୍ତୁ ସେଇ ସମୟରେ ତ ଆପଣ ତାଙ୍କ କଥାରେ ରାଜି ହେଇଥିଲେ, ଯୋଉ ସମୟରେ ଆମେ ଦେଖିଥିଲୁ ଯେ ହୋଟେଲରେ ଗୋଟିଏ ପ୍ରକାର ଯାତ୍ରା ପାର୍ଟି ମାଲିକ ସଂଘର ମାଲିକ ମାନେ ବସିଥିଲେ, ଆପଣ ଯାଇଥିଲେ। ଆଜ୍ଞା। ସେଠି ଯୋଉ ଚର୍ଚ୍ଚା ହେଇଥିଲା, ତାପରେ ବିବାଦ ଗୋଟେ ପ୍ରକାର ସରି ଯାଇଥିଲା ବୋଲି ଆମେ ଭାବିଥିଲୁ, କିନ୍ତୁ ଇଏ ପୁଣି ଥରେ ଆରମ୍ଭ ହେଲାଣି ଏବଂ ଇଏ ତ ସିଧାସଳଖ ନ୍ୟାୟାଳୟ ପର୍ଯ୍ୟନ୍ତ ମାମଲା ଯାଇଛି ପିୟୁଷ ବାବୁ। ତେଣୁ ଯେହେତୁ ନ୍ୟାୟାଳୟ ପାଖରେ ମାମଲା ଯାଇ ପହଞ୍ଚିଛି, ଆଜ୍ଞା ଆଇନ ଉପରେ ସମସ୍ତଙ୍କର ଭରସା ଅଛି, ବିଶ୍ୱାସ ଅଛି। ଆଜ୍ଞା। ତେଣୁ ଆଇନ ନିହାତି ନ୍ୟାୟ କରିବ। ଯଦି କୋର୍ଟ ମନା କରେ ଆପଣ ଆଉ ଚଢି ପାରିବେ ନାହିଁ, କୋର୍ଟ ଯଦି ମନା କରିବେ ଯେ ଆଉ ଚଢି ପାରିବନି, ପ୍ରକୃତରେ ପିୟୁଷ ଦୋଷୀ, ଆଜ୍ଞା। ଆଉ ମୁଁ କେବେ ଚଢିବାଟା ଠିକ ହବ କି? କିନ୍ତୁ ଏବେ 12 ତାରିଖ ପର୍ଯ୍ୟନ୍ତ ସମ୍ଭବତଃ କୋର୍ଟଙ୍କର ରାୟ ଅଛି ଯେ ଆପଣ ମଞ୍ଚ ଚଢି ପାରିବେନି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ। ଯେ ସେଇଟା ନୋଟିସ ଟା ମୁଁ ତ ପାଇଲେ ହବ ନା, ପାଇଲେ ହବ। ସେ ନୋଟିସ ଟା ମୁଁ ପାଇନି। ଇଏ ସୂର୍ଯ୍ୟ ମନ୍ଦିରର ମାଲିକ ଯୋଉ କଥା ଦାବି କରୁଛନ୍ତି ଯେ ଆପଣ କଣ ପିୟୁଷ ବାବୁ 2 ବର୍ଷ ପାଇଁ ତାଙ୍କ ସହିତ ଚୁକ୍ତି କରିଥିଲେ, 2024ରୁ 25, 25ରୁ 26? ସେ ଯୋଉ 2 ବର୍ଷ ଏଗ୍ରିମେଣ୍ଟ ର ପେପର ଟା କାହିଁକି ଆଜି ଏଇ ଯୋଉ ମାନେ ବାକି ସବୁ ପେପର ସାର୍ବଜନୀନ ହେଇଗଲାଣି। ଆଜ୍ଞା ମାନେ କୋର୍ଟ ନୋଟିସ ମୋ ପାଖକୁ ଆସିନି, ମିଡିଆରେ ସାର୍ବଜନୀନ ହେଇପାରିଲା, ବାକି ସବୁ ପେପର ସାର୍ବଜନୀନ ହେଇପାରୁଛି, କିନ୍ତୁ ସେ ଏଗ୍ରିମେଣ୍ଟ ପେପର ଟା ସାର୍ବଜନୀନ ହଉନି। ଆଜି ଯାଏ ଆପଣ ଦେଖିଲେନି ସେ ଏଗ୍ରିମେଣ୍ଟ ପେପର ଟା ମିଡିଆରେ? ଆଚ୍ଛା, ଆପଣ କହୁଛନ୍ତି ଯେ ସେ ଏଗ୍ରିମେଣ୍ଟ ପେପରର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସୁନି? ଆଜ୍ଞା। ଓକେ ଓକେ ଓକେ, ଧନ୍ୟବାଦ ପିୟୁଷ ବାବୁ, ଆପଣ ଆମ ସହିତ ଯୋଡି ହେଲେ ଏବଂ ଏ ବିଷୟରେ ଚର୍ଚ୍ଚା କଲେ। ଆଜ୍ଞା।